এই কাହାଣୀ ହେଉଛି ଏକ ଛୋଟ ଟିକି ଚଢ଼େଇର। ମାର ମୃତ୍ୟୁ ପରେ ସେ ବହୁତ ଭାଙ୍ଗି ପଡ଼ିଲା। ସବୁଦିନ ସେ ତା ମାକୁ ମନେ ପକେଇ ଅନେକ କାନ୍ଦୁଥିଲା। ଏମିତି ଦିନେ ଆରେ ମା, କ'ଣ ହେଲା? ତୁ ଏମିତି କାନ୍ଦି କାନ୍ଦି ବାହାରେ କାହିଁକି ଛିଡ଼ା ହେଇଛୁ? ବାପା, ମୋର ମା କଥା ବହୁତ ମନେ ପଡୁଛି। ସେ ମତେ ଛାଡ଼ି କୁଆଡ଼େ ଚାଲିଗଲା। ମା କେବେ ଫେରିବ? ତୋ ମା ଆମକୁ ଛାଡ଼ି ବହୁତ ଦୂରକୁ ଚାଲି ଯାଇଛି। ସେ ଆଉ କେବେ ବି ଫେରିବନି। ତୁ ଆଉ ମନ ଦୁଃଖ କରନି ରେ ମା। ଯା, ଘର ଭିତରେ ଖେଳିବୁ। ମୁଁ ଏବେ କାମକୁ ଯାଉଛି। ସେମାନଙ୍କ କଥା ମିନୁ ନାମକ ଏକ ବୁଢ଼ୀ ଚଢ଼େଇ ବି ଶୁଣୁଥିଲା। ସେ ବାପା ଚଢ଼େଇକୁ କହିଲା, ଆରେ ପୁଅ, ତୋ ଝିଅ ଏବେ ବହୁତ ଛୋଟ। ତାକୁ ଗୋଟେ ମା ଦରକାର। ତୁ ଆଉ ଥରେ ବାହା ହେଇଯା। ତୋ ଝିଅକୁ ମା ମିଳିଯିବ, ଆଉ ତୋର ଚିନ୍ତା ବି ଦୂର ହେବ। ମାଉସୀ, ତମ ପରି ସମସ୍ତେ ମୋତେ ଆଉ ଥରେ ବାହା ହେବା ପାଇଁ କହୁଛନ୍ତି। ମୁଁ ମୋ ଝିଅ ପାଇଁ ଆଉ ଥରେ ବାହା ହେବାକୁ ଚିନ୍ତା କରେ। ହେଲେ ମୋତେ ଭାରି ଭୟ ବି ଲାଗେ। ଯଦି ସାବତ ମା ଆସିଲା ପରେ ସେ ମୋ ଝିଅ ଉପରେ ଅତ୍ୟାଚାର କଲେ ମୁଁ କ'ଣ କରିବି? ଆରେ ପୁଅ, ପାଖ ଜଙ୍ଗଲରେ ମୋର ଏକ ସାଙ୍ଗ ରୁହେ। ତାର ଗୋଟିଏ ବୋଲି ଝିଅ ରିନୁ। ମୋ ସାଙ୍ଗ ତା ଝିଅର ବାହାଘର ଖୁବ୍ ଧୁମଧାମରେ କରିଥିଲା। ହେଲେ ତାର ଝିଅ ଯେତେ ଥର ବି ଅଣ୍ଡା ଦେଉଥିଲା, ତା ଅଣ୍ଡା ନଷ୍ଟ ହେଇଯାଉଥିଲା। ସେଥିପାଇଁ ରାଗରେ ତା ସ୍ୱାମୀ ତାକୁ ଘରୁ ବାହାର କରି ଆଉ ଥରେ ବାହା ହେଇଗଲା। ଏବେ ସେ ରିନୁ ଏକା ରହୁଛି। ସେ ଭାରି ଭଲ ଝିଅଟି। ତୁ ତାକୁ ବାହା ହେଇଯା। ମୋର ବିଶ୍ୱାସ ସେ ତୋର ଆଉ ତୋ ଛୁଆର ଭଲ ଯତ୍ନ ନେବ। ଅନେକ ବୁଝେଇଲା ପରେ ବାପା ଚଢ଼େଇ ଆଉ ଥରେ ବାହା ହେବା ପାଇଁ ରାଜି ହେଇଗଲା। ପରଦିନ ହିଁ ସେ ରିନୁକୁ ବାହା ହେଇ ଘରକୁ ଆସିଲା। ରିନୁ, ଆଜିଠୁ ମୋର ଛୋଟ ଝିଅ ଟିକି ତୋର ବି ଝିଅ। ତୁ ତାକୁ ନିଜ ମା ପରି ଯତ୍ନ ନେବୁ। ମୁଁ କେବଳ ତୋ ପାଖରୁ ଏତିକି ଚାହୁଁଛି। ତୁମେ ଜମା ବି ଚିନ୍ତା କରନି। ମା ହରାଇ ଝିଅଟିର ଅବହେଳା ମୁଁ କେବେ ବି କରିବିନି। ନିଜ ଝିଅ ପରି ତାର ଧ୍ୟାନ ରଖିବି। ଆଜିଠୁ ସେ ମୋ ଝିଅ। ନୂଆ ମାକୁ ପାଇ ଛୋଟ ଟିକି ଚଢ଼େଇ ଖୁବ୍ ଖୁସି ହେଇଗଲା। ରିନୁ ଚଢ଼େଇ ବି ନିଜ ଛୁଆ ପରି ତାର ଯତ୍ନ ନେଉଥିଲା। ଏସବୁ ଦେଖି ବାପା ଚଢ଼େଇ ବି ଖୁସି ଥିଲା। ଏହିପରି କିଛି ଦିନ ବିତିଗଲା। ଦିନେ ରିନୁ ଚଢ଼େଇ ଏକ ଅଣ୍ଡା ଦେଲା। ଆରେ ଦେଖ, ମୁଁ ଆଜି ଅଣ୍ଡା ଦେଲି। ଆଗରୁ ଯେତେ ଥର ମୁଁ ଅଣ୍ଡା ଦେଇଛି, ମୋର ସବୁ ଅଣ୍ଡା ନଷ୍ଟ ହେଇଯାଇଛି। ଜାଣିପାରୁନି ଏଥର ମୋ ସହ କ'ଣ ହେବ। ତୁ ଜମା ବି ଚିନ୍ତା କରନି। ଆମ ଛୁଆର କିଛି ବି ହେବନି। ତୁ ଭଗବାନଙ୍କ ଉପରେ ବିଶ୍ୱାସ ରଖ। ତାପରେ ବେଶ କିଛି ଦିନ ବିତିଗଲା। ଦିନେ ରିନୁର ଅଣ୍ଡାରୁ ଏକ ପୁଅ ଚଢ଼େଇ ଛୁଆ ବାହାରିଲା। ତାହା ଦେଖି ତ ସମସ୍ତେ ଖୁସି ହେଇଗଲେ। ଆରେ ଶୁଣୁଛ, ଆଜି ମୁଁ ବହୁତ ଖୁସି। ଏତେ ଦିନ ପରେ ଯାଇ ମୁଁ ମୋ ଛୁଆର ମୁହଁ ଦେଖିପାରିଲି। ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ। ନିଜ ଛୁଆ ହେଲା ପରେ ରିନୁ ପୁରାପୁରି ବଦଳିଗଲା। ସେ ସବୁ ସମୟରେ ନିଜ ଛୁଆର ହିଁ ଦେଖାଶୁଣା କରୁଥିଲା। ଛୋଟ ଟିକି ଚଢ଼େଇ ଉପରେ ତ ସେ ଜମା ବି ଧ୍ୟାନ ଦେଉନଥିଲା। ସେ ଖେଳନା ମୋର, ମତେ ସେ ଖେଳନା ଦେ। ନା ରେ ଭାଇ, ଏ ଖେଳନାଟା ମୋର। ସେଇ ଯୋଉ କଣ୍ଢେଇ ଅଛି ସେଇଟା ତୋର। ଏ ଖେଳନା ସହ ମୁଁ ଖେଳିବି, ତୋ ଖେଳନା ସହ ତୁ ଖେଳେ। ଭଉଣୀ ପାଖରୁ ଏମିତି ଶୁଣି ଛୋଟ ପୁଅ ଛୁଆଟି କାନ୍ଦିବାକୁ ଲାଗିଲା। ତାର କାନ୍ଦ ଶୁଣି ରିନୁ ସେଠା ବସିଲା। ନିଜ ପୁଅକୁ କାନ୍ଦୁଥିବାର ଦେଖି ସେ ରାଗିଗଲା ଆଉ ଟିକି ଚଢ଼େଇକୁ ବହୁତ ପିଟିଲା। ତତେ ମୁଁ କେତେଥର କହିଛି ମୋ ପୁଅ ପାଖକୁ ଆସିବୁନି? ଗୋଟେ ସାମାନ୍ୟ ଖେଳନା ପାଇଁ ତୁ ମୋ ପୁଅକୁ କନ୍ଦଉଛୁ? ଏ ସବୁ ଖେଳନା ମୋ ପୁଅର। ତୁ ଆଜିଠୁ ଆଉ ଖେଳନା ସହ ଖେଳିବୁନି। ରୋଷେଇ ଘରେ ଅଇଁଠା ବାସନ ପଡ଼ିଛି, ଯା ମାଜିବୁ। ଏ ଟିକି ଚଢ଼େଇକୁ ତ ଦେଖିଲେ ହିଁ ମତେ ରାଗ ଲାଗୁଛି। ଯେମିତି ବି ହେଉ ମତେ ୟାକୁ ଘରୁ ବାହାର କରିବାକୁ ହେବ। ତାହେଲେ ଯାଇ ମୋ ପୁଅ ଏ ଘରେ ଏକା ରହିବ। କେତେ କଷ୍ଟରେ ମୁଁ ମୋ ଛୁଆର ମୁହଁ ଦେଖିଛି। ମୁଁ ତାର କିଛି ଅସୁବିଧା ହେବାକୁ ଦେବିନି। ଏମିତି ସେ ରିନୁ ଛୋଟ ଟିକି ଚଢ଼େଇ ଉପରେ ଅନେକ ଅତ୍ୟାଚାର କରୁଥିଲା। ଦିନେ ସେ ଜୋର ଜୋରରେ ଚିତ୍କାର କଲା, ବଞ୍ଚାଅ, ଆମକୁ କେହି ବଞ୍ଚାଅ। ଇଏ ପାଗଳ ହେଇଯାଇଛି, ଆମକୁ ଇଏ ମାରିଦେବ। ଆମକୁ କେହି ବଞ୍ଚାଅ। ରିନୁର ଏପରି ଚିତ୍କାର ଶୁଣି ବାପା ଚଢ଼େଇ ସେଠାକୁ ଚାଲି ଆସିଲା। କ'ଣ ହେଇଛି ରିନୁ? ତୁ ଏମିତି ଚିତ୍କାର କାହିଁକି କରୁଛୁ? ଦେଖ ଦେଖ ତମ ଝିଅକୁ। ତମ ଝିଅକୁ ମୁଁ ନିଜ ଝିଅ ପରି ଭଲ ପାଉଥିଲି। ହେଲେ ସେ ଆଜି ଗରମ ପାଣି ଢାଳି ମତେ ଆଉ ମୋ ପୁଅକୁ ମାରିଦେବାକୁ ଚାହୁଁଛି। ଦେଖ, ସେ କେମିତି ଗରମ ପାଣି ଧରି ଛିଡ଼ା ହେଇଛି।
ए तू कौन कहूचु मो झियो तो सह एमिति काहेकि करिवो काहेकि ना तम झियो मो पुओ को हिंसा करे तमे जेते बेले भी घरे न थाओ तम झियो मो छोट पुओ को केते मारे मु ताको मना कले भी से मो कथा सुनेनी मु तो तार साबत मां मो कथा को केही विश्वास करिबेनी भाबी मो काहा को भी ए कथा कहि पारेनी आज तो ये गरम पानी धरि आसीची मो पुओ को मारी देबा पई हमको बंचाओ मां तुमे मिछो काहे की कहउछो ए गरम पानी तो तुमे मते आइबा पई कहिथिलो चुप कर तू आजिकाली तो मुह बेसी बढ़ी गलानी तू केबेठु मिछ कहबा सिखिलुनी तमे चाहा भी कुह मु किंतु ए टिकी चढ़ी सह ए घरे रहिबिनी ताकू ए घर बाहर करो नहले मु मो पुओ को धरि ए घर बाहर जिबी एमिति सेमाने छोट टिकी चढ़ी को घर बाहर कर देले चढ़े छुआ कांदी कांदी मीनूर घर को गला आउ ताको सब घटना कहला मारे मते क्षमा करी दे ए सब मो पाई हेची मु तो बापा को आउ थरे बाहा हेबा पाई कहिथिली मु जम्मा भी जानि नथिली से रिनुटा एते खराब से तो सह जम्मा भी भलो कला नहीं हेले मु एबे कुआडे जिबे आगो मा मते छाडी चली गला एबे बापा मते घर बाहर करी देले मु कोठे रहिबी मो पाखरे रहिबा को जागा नाही तू जम्मा भी मन दुख करनी मु परा तो पाखरे अछि माँ बापा हर छुआ को मु केमिति घर बाहर करिबी कहिलु आज तू मो सांगरे एई घरे रहिबू मु तोर सब कथा बुझिबी से दिन ठारू टिकी चढ़ी मीनू सांगरे ता घरे रहिला मीनू तार सब कथा बुझुथिला सेपटे दिने रिनु पानी आनिबा पई नदी को गला घरे काहाको न देखी एक चिल तांको घरे पसिला आउ से छोट पुओक धरी सेठारु उड़ी चली गला रास्ता रे रिनु एसबु देखी अनेक कांदिला बंचाओ केही मो पुओ को बंचाओ मो पुओ को चिल नहीं जाउची केही ताको रक्षा करो रिनु भय रे बेहोश हो गला ए सब दृश्य घर भीतरी थाई टिकी चढ़ी भी देखुथिला ए दुष्ट चिल मो भाई को ने कुआडे जाउची मो बापा मो भाई को बहुत भलो पांती भाई रो किछि हेई गले से माने बहुत कांदिबे ना मु एठी बसी रहिबिनी जेमिति भी हेउ मो से चिल पाकर मो भाई को रक्षा करिबी चिल छोट पुओ को धरी निज घर को गला ता पछे पछे टिकी चढ़ी भी गला से झरका पटो चिलर घर भीतर को देखिला अरे कौन मु तो से घर गोटे ही चढ़ी छुआ पाइली मु सुनिथिली से घरे दुईटा छुआ अछंती आउ एक छुआ को तो मु से घरे पाइलिनी एडिकी टिके छुआ को खाइले तो मो पेट पुरीबनी ए छुआ तो उड़ी सिखिनी मु एक काम करे मु याको घरे रखी आउ एक छुआ धरी आणे तापरे दुई जन को मिसेई की खाइले मो पेट पुरी जीव एमिति कही चिल आउ एक चढ़ी छुआ खोजिबा पई सेठारु चली गला सेही सुजोग रे टिकी चढ़ी ता घरे पसी तुरंत ता भाई को पीठी रे बसी से घर बाहर आसिला छोट पुओ को फेरी पाई रिनु आ बापा चढ़ी खूब खुशी हो गले टिकी चढ़ी तांको सब घटना कहला माँ बापा मो मो भाई को बहुत भलो पाए मु ताको केबे भी मारिबा कथा चिंता करिनी से दिन भी मो मो भाई रो किछि क्षति करिबा कथा भाबिनी टिकी चढ़ी पाखरु ए सब कथा सुनी रिनु निज मन भितरी खूब अनुताप कला टिकी माँ मते क्षमा करि दे तू केबे भी भूल करि नथिलु मु तो नारे मिछ कथा कहितिली मु तो ऊपर बहुत अत्याचार करिछि तुमे भी मते क्षमा करि दियो मु तुम झियर ठीक रे जत्न नेइनी ईर्षा रे मु मो लक्ष्मी परि झियो को घर बाहर करि देली आज तो नथिले मु मो पुओ को केबे भेरी पाइ नथाती कौन हैला तू मो झियो ऊपर एते अत्याचार करिचु मु तते केबे भी क्षमा करिबिनी बाहर जा मो घरु नाई बापा मां को क्षमा करि दियो से तांको भूल रो शास्ति पाई जाइछंती से अनेक अनुताप भी कलेनी मां को घर बाहर करनी नहले मो छोट भाई की बापा रो स्नेह न पाई अनेक कष्ट पाइबो ठीक अछि मो झियो पाई रिनु मु तते ही थरक क्षमा करि दउची आउ थरे जदी तू किछि भूल करिबु मु तते घरु बाहर करि देबी रिनु निज भूल पाई समस्त को क्षमा मागिला से बेठारु सब किछि ठीक हे गला अनाथ छुआ टिकीर सब दुख दूर हो गला रिनु दुई छुआंकर समान भाबरे देखाशुणा करुथिला।
ଦୂର ଏକ ଜଙ୍ଗଲରେ ଅନେକ ପ୍ରକାରର ଚଢ଼େଇ ମିଳିମିଶି ରହୁଥିଲେ। ସେମାନେ ପ୍ରତ୍ୟେକ ଦିନ ସାଙ୍ଗ ହେଇ ଖାଇବା ଆଣିବାକୁ ଯାଉଥିଲେ ଆଉ ସାଙ୍ଗ ହେଇ ଘରକୁ ଫେରୁଥିଲେ। ହେଲେ ଗୋଟେ ଦିନ ସେମାନେ ଏମିତି କିଛି ଦେଖିଲେ ଯାହା ଦେଖି ସବୁ ଚଢ଼େଇ ଡରିଗଲେ। ଦିନେ ଏକ ମୁଣ୍ଡ ନଥିବା ବତକ ଜଙ୍ଗଲରେ ବୁଲୁଥିଲା। ତା କଟା ମୁଣ୍ଡରୁ ରକ୍ତ ବି ଝରୁଥିଲା। ହଠାତ୍ ଏକ ଶିଆଳର ନଜର ତା ଉପରେ ପଡ଼ିଲା। ଆରେ ମୁଁ ଏ କ'ଣ ଦେଖୁଛି? ମୁଣ୍ଡ କଟା ବତକ। ୟାର ମୁଣ୍ଡ ନାହିଁ, ହେଲେ ଚାଲୁଛି କେମିତି? ସେ ଯାହା ହେଇଥାଉ, ମତେ ତ ଭାରି ଭୋକ ଲାଗିଲାଣି। ଯାଏ ଆଗ ଏ ବତକକୁ ଖାଇନିଏ। ଶିଆଳ ଏପରି ଚିନ୍ତା କରି ବତକକୁ ଖାଇବା ପାଇଁ ଯେମିତି ତା ପାଖକୁ ଗଲା, ହଠାତ୍ ମୁଣ୍ଡ ନଥିବା ବତକ କଥା କହିଲା, ନା ନା, ମତେ ଖାଅନି। ମୁଁ ବଡ଼ ବିପଦରେ ପଡ଼ିଛି। ମୋ ଉପରେ ଟିକେ ଦୟା କର, ମତେ ଛାଡ଼ି ଦିଅ। କ'ଣ ହେଲା? ମୁଣ୍ଡ ନଥିବା ବତକ କଥା କହୁଛି? ଏଇଟା ସାଧାରଣ ବତକ ନୁହଁ, ଇଏ ନିଶ୍ଚୟ କେଉଁ ଭୂତ ପ୍ରେତ ହେଇଥିବ। ମୁଁ ଶୀଘ୍ର ଏ ଜାଗା ଛାଡ଼ି ଚାଲିଯାଏ। ଏମିତି ଡରି ଶିଆଳ ତୁରନ୍ତ ସେ ଜାଗା ଛାଡ଼ି ଚାଲିଗଲା। ଶିଆଳ ପାଖରୁ ରକ୍ଷା ପାଇ ମୁଣ୍ଡ ନଥିବା ବତକ ଖୁସି ହେଇଗଲା। ଯାହା ହେଉ, ଆଜି ମୁଁ ଏ ଦୁଷ୍ଟ ଶିଆଳ ପାଖରୁ ରକ୍ଷା ପାଇଗଲି। ହେଲେ ଏମିତି ଯଦି ମୁଁ ବାହାରେ ବୁଲିବି, ଆଗକୁ ହୁଏତ ମୁଁ ବିପଦରେ ପଡ଼ିପାରେ। ମୁଁ ଶୁଣିଛି ଏ ଜଙ୍ଗଲର ଚଢ଼େଇମାନେ ବହୁତ ଭଲ। ତାଙ୍କ ପାଖକୁ ଯାଇ ମୋ ସମସ୍ୟା କଥା କହି ତାଙ୍କୁ ସାହାଯ୍ୟ ମାଗି ଦେଖେ। ପୂର୍ଣ୍ଣିମା ରାତି ଯାଏ ମୁଁ ଚଢ଼େଇଙ୍କ ଘରେ ଆଶ୍ରୟ ନେଇଥାଏ। ତାପରେ ବତକ ଆଗକୁ ଗଲା। କିଛି ଦୂର ଗଲା ପରେ ସେ ଏକ ଘର ଦେଖିଲା। ସେ ଘର ବାହାରକୁ ଯାଇ କହିଲା, ଭିତରେ କିଏ ଅଛ? ଦୟାକରି କବାଟ ଖୋଲ, ମତେ ଟିକେ ସାହାଯ୍ୟ କର। ବତକର ପାଟି ଶୁଣି ଏକ କାଉ ତା ଘରର କବାଟ ଖୋଲିଲା। ଘର ଆଗରେ ମୁଣ୍ଡ ନଥିବା ଏକ ବତକକୁ ଦେଖି ସେ ଭୟରେ ଥରିଲା। ହେ ଭଗବାନ, ମୁଁ ଏ କ'ଣ ଦେଖୁଛି? ଏ ବତକର ତ ମୁଣ୍ଡ ନାହିଁ। ସେ ଏମିତି ଛିଡ଼ା ହେଇ କଥା କେମିତି କହିପାରୁଛି? ଏଇଟା ନିଶ୍ଚୟ କୋଉ ଡାହାଣୀ ହେଇଥିବ। ଏଇ ବତକ, ଯା ଯା ମୋ ସାମ୍ନାରୁ। ଏମିତି କହି କାଉ କବାଟ ବନ୍ଦ କରିଦେଲା। ମୁଣ୍ଡ ନଥିବା ବତକ ମନ ଦୁଃଖରେ ଆଉ ଗୋଟେ ଚଢ଼େଇର ଘରକୁ ଗଲା। ହେଲେ ସେ ଚଢ଼େଇ ମୁଣ୍ଡ ନଥିବା ବତକକୁ ଦେଖୁ ଦେଖୁ ହିଁ ବେହୋସ ହେଇ ତଳେ ପଡ଼ିଗଲା। ଆରେ, ଏ ଚଢ଼େଇ ମାନେ ତ ମତେ ଦେଖିକି ବହୁତ ଡରି ଯାଉଛନ୍ତି। ମୋ ସମସ୍ୟା କଥା ମୁଁ କାହାକୁ ବି କହିପାରୁନି। ଏବେ ମୁଁ କ'ଣ କରିବି? ମୁଣ୍ଡ ନଥିବା ବତକ ସାହାଯ୍ୟ ପାଇବା ଆଶାରେ ଅନେକ ଚଢ଼େଇଙ୍କ ପାଖକୁ ଗଲା। ହେଲେ ତାକୁ ଦେଖି ଭୟରେ କେହି ବି ତା ପାଖକୁ ଯାଉନଥିଲେ। ଶେଷରେ ବତକଟି ବୁଲି ବୁଲି ଏକ ଚଢ଼େଇର ଘରକୁ ଗଲା। ଘରେ କିଏ ଅଛ? ଦୟାକରି ମତେ ଟିକେ ସାହାଯ୍ୟ କର। ମତେ ଘରୁ ବାହାର କରିଦିଅନି, ମୁଁ ବହୁତ ବିପଦରେ ପଡ଼ିଛି। ମୁଣ୍ଡ ନଥିବା ବତକ ଯେତେବେଳେ ସବୁ କଥା କହୁଥିଲା, ଚଢ଼େଇର ଛୋଟ ଛୁଆ ବାହାରକୁ ଆସିଲା। ମୁଣ୍ଡ ନଥିବା ବତକକୁ ଦେଖି ସେ ଭୟରେ ଚିତ୍କାର କଲା, ମା, ଦେଖିବା ଆସ, ଆମ ଘରକୁ ଗୋଟେ ମୁଣ୍ଡ ନଥିବା ବତକ ଆସିଛି। ମତେ ଭାରି ଭୟ ଲାଗୁଛି ମା, ଇଏ ଆମକୁ ଖାଇଦେବ। ଛୁଆର ଚିତ୍କାର ଶୁଣି ମା ଚଢ଼େଇଟି ଘରୁ ବାହାରି ଆସିଲା। ଛୁଆ ଚଢ଼େଇ ତା ମା ପଛପଟେ ଲୁଚିଗଲା। ହେ ଭଗବାନ, ମୁଣ୍ଡ ନଥିବା ବତକ କ'ଣ ଥାଏ? ଏ ବତକ ଛିଡ଼ା ହେଇ ଦେଖିପାରୁଛି କେମିତି? ଏ କିଏ ତୁ? ଯା, ଚାଲି ଯା ଏଠୁ, ଆମର କିଛି କ୍ଷତି କରିନି। ନା ନା, ଅନ୍ୟମାନଙ୍କ ପରି ମତେ ଘରୁ ବାହାର କରିଦିଅନି। ମତେ ଭୟ କରନି, ମୁଁ ତୁମର କିଛି କ୍ଷତି କରିବିନି। ମୋ ସମସ୍ୟା କଥା ଶୁଣ, ମତେ ଟିକେ ସାହାଯ୍ୟ କର। ଆରେ, ଏ ବତକ ତ କଥା କହିପାରୁଛି। ଏଇ ସତ ସତ କହ, ତୁ କିଏ? ତୁ ସାଧାରଣ ବତକ ହେଇନଥିବୁ। ହଁ ହଁ, ତୁମେ ଠିକ କହିଲ, ମୁଁ ସାଧାରଣ ବତକ ନୁହଁ। ଗୋଟେ ମୁଣ୍ଡକଟା ପିଶାଚି ପାଇଁ ଆଜି ମୋର ଏଇ ଅବସ୍ଥା। ପ୍ରକୃତରେ ମୁଁ ଜଣେ ପରିଛୁଆ। କ'ଣ କହିଲୁ? ତୁ ଜଣେ ପରିଛୁଆ? ହଁ ଚଢ଼େଇ ଆଣ୍ଟି, ବାପା ମାଙ୍କ କଥା ନ ମାନିବା ଯୋଗୁଁ ମୁଁ ଆଜି ଏମିତି କଷ୍ଟ ପାଉଛି। ମୁଁ ଯାଦୁ ଶିଖି ନଥିବାରୁ ମୋ ବାପା ମା ଏକୁଟିଆ ବାହାରକୁ ଯିବା ପାଇଁ ମତେ ମନା କରିଥିଲେ। ହେଲେ ଦିନେ ମୁଁ କାହାକୁ କିଛି ନ ଜଣାଇ ଏଇ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ଗୋଟେ ଆମ୍ବ ଗଛ ଦେଖି ମତେ ଆମ୍ବ ଖାଇବାକୁ ଭାରି ଇଚ୍ଛା ହେଲା। ମୁଁ ଆମ୍ବ ଗଛ ପାଖକୁ ଯାଇ ଆମ୍ବ ତୋଳିଲି। ମୁଁ ଜାଣିନଥିଲି ସେ ଗଛ ତଳେ ଏକ ମୁଣ୍ଡ ନଥିବା ପିଶାଚି ଶୋଇଛି। ଭୁଲରେ ମୋ ପାଖରୁ ଆମ୍ବ ଖସିଯାଇ ତା ଉପରେ ପଡ଼ିଲା। ସେ ରାଗରେ ମତେ ଅଭିଶାପ ଦେଇ ଏମିତି କରିଦେଇଛି। ମୋ ବତକ ହେବା ଯୋଗୁଁ ମୋ ଘରକୁ ଆଉ ଫେରି ପାରିଲିନି। ଆରେ ପରିଛୁଆ,
ଏ ବତକ ରୂପରେ ରହିବାକୁ ତତେ ଭାରି କଷ୍ଟ ହେଉଥିବ ନା? ଆଚ୍ଛା କହିଲୁ, ଏ ଅଭିଶାପରୁ ତୁ କେମିତି ମୁକ୍ତ ହେବୁ କଣ ଜାଣିଛୁ? ହଁ, କେବଳ ମୋ ପରିମା ହିଁ ମତେ ଠିକ କରିପାରିବେ। ମୁଁ ଏ ବତକ ରୂପରେ ଆମ ପରି ରାଜ୍ୟକୁ ଫେରି ପାରିବିନି। ପ୍ରତ୍ୟେକ ପୂର୍ଣ୍ଣିମା ରାତିରେ ମୋ ପରିମାଇ ଜଙ୍ଗଲକୁ ଆସନ୍ତି। ସେ ଏଠାକୁ ଆସିଲେ ଯାଇ ମୁଁ ତାଙ୍କ ସହ ଦେଖା କରିପାରିବି। ସେତିକି ଦିନ ଯାଏ ମତେ ତୁମ ଘରେ ଆଶ୍ରୟ ଦେଇଥାଅ। ପରିଛୁଆ କଥାରେ ଚଢ଼େଇଟି ରାଜି ହେଇଗଲା। ସେବେଠାରୁ ମୁଣ୍ଡ ନଥିବା ବତକ ଚଢ଼େଇଙ୍କ ସାଙ୍ଗରେ ତାଙ୍କ ଘରେ ରହିଲା। ପୂର୍ଣ୍ଣିମା ରାତି ହେବା ପରେ ଚଢ଼େଇ ପରି ନଦୀକୁ ଗାଧୋଇବା ପାଇଁ ଆସିଲା। ମୁଣ୍ଡ ନଥିବା ବତକ ଆଉ ଚଢ଼େଇ ତାକୁ ଜଗିଥିଲେ। ପରିଛୁଆ ତା ମାକୁ ସବୁ ଘଟଣା କହିଲା। ପରିମାତା ଯାଦୁ ଶକ୍ତିରେ ତା ଛୁଆକୁ ଠିକ କରିଦେଲା। ବହୁତ ବହୁତ ଧନ୍ୟବାଦ ଚଢ଼େଇ ଆଣ୍ଟି। ସମସ୍ତେ ମତେ ଭୟରେ ସାହାଯ୍ୟ କରୁନଥିଲେ। ମୋ ବିପଦ ସମୟରେ କେବଳ ତୁମେ ହିଁ ମତେ ସାହାଯ୍ୟ କଲ। ଚଢ଼େଇ, ତୁ ମୋ ଝିଅକୁ ସାହାଯ୍ୟ କରି ମୋ ଉପରେ ବହୁତ ବଡ଼ ଉପକାର କରିଛୁ। ମୁଁ ଚାରିଆଡ଼େ ମୋ ଝିଅକୁ ଖୋଜୁଥିଲି, ହେଲେ ତାକୁ ପାଉନଥିଲି। ଆଜି ତୋ ପାଇଁ ମୁଁ ମୋ ଝିଅକୁ ଫେରି ପାଇଲି। ମୁଁ ତତେ କିଛି ଉପହାର ଦେବାକୁ ଚାହୁଁଛି। କେବେ ଯଦି ବିପଦରେ ପଡ଼ିବୁ ମତେ ମନେ ପକେଇବୁ। ମୁଁ ତତେ ସାହାଯ୍ୟ କରିବା ପାଇଁ ଆସିବି। ଏମିତି କହି ପରି ଚଢ଼େଇକୁ ଅନେକ ଗୁଡ଼ିଏ ସୁନା ଟଙ୍କା ଦେଲା। ଆଉ ତାପରେ ସେ ନିଜ ଛୁଆକୁ ନେଇ ସେଠାରୁ ଚାଲିଗଲା। ମା ଚଢ଼େଇ ବି ଖୁସି ଖୁସି ସୁନା ଟଙ୍କା ଧରି ତା ଛୁଆ ସାଙ୍ଗରେ ଘରକୁ ଫେରି ଆସିଲା।